ଏଗୁଡ଼ା ତହସିଲଦାର ଚାକିରି ପଡ଼ିଗଲା ଯେମିତି ଚାକିରି ପଡ଼ିଯାଇଛି ଏ ପୂର୍ଣ୍ଣ ପିଟି ପିଟି ତହସିଲଦାରକୁ ମାରିଦେଲା ଯେମିତି ତହସିଲଦାର ମରିଯାଇଛି ତା ସ୍ତ୍ରୀ କହିଲା ତୋ ମୋ ସ୍ୱାମୀ ମରିଗଲା ମୋ ସେଥିପାଇଁ ବାହାରୁ କାରଣ ତାକୁ ବି ପିଟିକି ମାରିଦେଲା ଆମ ସହିତ ନେଇ ତତେ କେତେବେଳେ ମିଛ କଥା କହୁଛୁ ତତେ ଧର୍ମ କେବେ ବି ସହି ମୁଁ କହିଲି ଯାଅ ମୋ ଆଖିରେ ଦେଖିଛି ମୁଁ ନିଜେ ମୁଁ ବୁଢ଼ା ଲୋକ ମୁଁ କିଛି କରିପାରିଲିନି ମୁଁ ତଥାପି ପଚାରିକି ଯାଇଥିଲି ଦେଖିଲା ବେଳକୁ ସେ ଗେଟ୍ଟା ଦିଆହେଇଥିଲା ମୁଁ କିଛି କରିପାରିଲିନି ତହସିଲଦାର ଜଣେ ଦେବତା ପରି ମଣିଷ ଆଉ ଭାଉଜ ଲକ୍ଷ୍ମୀ ପ୍ରତିମା ଆଉ ମୋ ସ୍ୱାମୀ ପୂର୍ଣ୍ଣ ଆଉ ତା ସୁନା କେବେ ଘରକୁ ଲାଗି ପାରିବନି କେବେ ବି ନୁହଁ କହିଦେଲେ ହେଇଗଲା ଆଉ କହିଦେଲେ ହେଇଗଲା ଯାଉ ସହର ତାରା ଦେଖେଇଛୁ ସମସ୍ତେ ଖୁଚୁରୁ ପାଚର ଟୁକୁରୁ ଟାପ କେତେ କ'ଣ ହଉଛନ୍ତି କେତେ ଖୁଚୁରୁ ପାଚର ଟୁକୁରୁ ଟାପ ହଉଛନ୍ତି ମୁଁ ପା ନିଜେ ଆଖିରେ ଦେଖିଛି ତହସିଲଦାର ସ୍ତ୍ରୀ କି ମୋଟର ସାଇକେଲ ଦେଇ ପୂର୍ଣ୍ଣ ହୋଟେଲକୁ ନେଇଯା ତୋର ଗ୍ଲାମର କମିଗଲାଣି ତେଣୁ ବସଲି ତହସିଲଦାର ସ୍ତ୍ରୀ ସରି କ'ଣ ଦେଖା ହଉଛି ଦିଟା ଛୁଆ କି ଦେଖିଲେ କହିବ ମୋତେ 16 ବୟସ ଜାଣିଥିଲେ ହେଲେ ତାର ଚରିତ୍ର ଦୋଷ ଅଛି ଏ କଥା କେବେ ଜାଣିନଥିଲି ତହସିଲଦାର କେତେ ଭଦ୍ର ଲୋକ ସେ ତମ ଦୁଃଖ ସହିନ ପାରି ତମେ ତାକୁ ଚାକିରି ଦେଲେ ତମେ ଯୋଉ ଥାନରେ ଖାଇଲ ସେଇ ଥାନରେ ସେ ପକେଇଲ ତୁ ହଉଛୁ ଆମ ଗାଁ ଝିଅ ଭାଗ୍ୟ ଥିଲେ ବୋଉ ହେଇପାରୁ ତୋ ମୋର ଏ କଥା ଶୁଣିବାକୁ ମତେ ଆମ ଭଲ ଲାଗୁନି ତତେ କେମିତି ଭଲ ଲାଗିବ ତତେ କେମିତି ଭଲ ଲାଗିବ ଏ ସବୁ କାହାଣୀ ରଚାଇ ଯାଉଛି ତୁ କଣ ଘଟିଛି ସେଇ ଉପରବାଲା ଚାଳନ୍ତି ହେଲେ ତହସିଲଦାରଙ୍କ ସ୍ତ୍ରୀଙ୍କ ସହିତ ସମ୍ପର୍କ କଥାଟା ତୋର ଗୋଟେ ଏଇଟା ମନ ପଡେ କାହିଁ ସମ୍ପୂର୍ଣ୍ଣ ମିଛ ତୋ ରାମଚନ୍ଦ୍ର ଭଳି ଭାଇ ନାଁରେ ଆମେ ଯେମିତି ସବୁ ବଦନାମ କରୁଛୁ ତୁ ଗପୁଛୁ ମନେ ରଖ ଆଜି ଦିନ ଆସିଛି ବୋଲି ତୁ ହସୁଛୁ କିନ୍ତୁ ସମୟ ଆସିବ ଜମା ତତେ ହସେଇବ ଆଉ ପ୍ରକୃତ କଥାଟା ସେତେବେଳେ ଜଣା ପଡିବ ହଉ ଦେଖିବା ଏଇଟା ପୂର୍ଣ୍ଣଦାସଙ୍କ ଘର ତ